ଆଦି ବାବା ସନ୍ଧ୍ୟା ବେଳଠୁ ଶୋଇ ପଡନ୍ତି ବୋଲି ତାଙ୍କୁ ବଡି ଭୋରୁ ଉଠେଇ ପାଠ କରଉଥିଲି ଯିବେ ବୋଲି ସିଏ ଟ୍ୟୁସନ। ଦିଦେବେ ଆସି କହିଲେ ଆଜି ପରା ଶନିବାର ସବୁ ପିଲା ସ୍କୁଲ ଗଲେଣି ତମେ ଜାଣିପାରୁନ ନା କଣ? ତାପରେ ଆଦି ବାବାଙ୍କୁ ରେଡି କରି ବାହାରକୁ ଯାଇଥିଲି ଛାଡିବା ପାଇଁ। ତା ଆଖିରେ ହାତ ଦେଇ ଘରକୁ ଦୌଡି ଆସି ଦେଖିଲା ବେଳକୁ ମଶା ଗୋଟେ ମୋ ଆଖିରେ ପଶିଛି ଯାଇ। ମାତ୍ର କିଛି ସେକେଣ୍ଡର କଥା, ସେଇଥିରେ ହେଇଯାଇଥିଲି ମୋ ଭାରି କଲବଲ। କିଛି ସମୟ ମୋ ଆଖିରେ ରହିଲା, ଆଖି କରିଦେଲା ପୁରା ଲାଲ ଲାଲ। ତାପରେ ଗାଧେଇ ଆସି ବିସ୍କୁଟ ଗୋଟେ ଖାଇଥିଲି ହାପି ହାପି। ଦିପହର ବେଳକୁ ବାସି ତରକାରୀ ଲଗେଇ ଖରା ବେଳେ ଖାଇ ଦେଇଥିଲି ଶାନ୍ତିରେ ଗଣ୍ଡେ ପେଟ ଭରି। ସନ୍ଧ୍ୟା ବେଳକୁ ଗୋଟେ ମଜାଦାର କଥା ହେଲା, କଣ ଜାଣିଛନ୍ତି? ରାତିରେ ପତିଦେବ ଡ୍ୟୁଟିରୁ ଆସି କହିଲେ ଭୋକ ଲାଗିଲାଣି କଣ ଟିକେ ଦିଅନ୍ତ ଯଦି ଖାଇ ଦିଅନ୍ତି। ମୁଁ ତାଙ୍କୁ ଧରେଇ ଦେଲି ସେଉ ଗାଣ୍ଠିଆ ଡଭା। ପତିଦେବ କହିଲେ ଯାଇ ପ୍ଲେଟ ଆଣ। ମୁଁ କହିଲି ନାଇଁ ଆଜି କାଗଜ ଠୁଙ୍ଗାରେ ଖାଇବା। ଇଏ ତ ଥିଲା ଆମର ଛୋଟ ମୋଟ ନୋକ ଝୋକ ବାଲା ଜୀବନ। ଅସଲ କଥା ହଉଛି ଆଦି ବାବା କେବେ ଗ୍ରହଣ କରନ୍ତି ନାହିଁ କାହାର ଅଇଁଠା ଭୋଜନ। ଏତିକି ତାଙ୍କ ବାବା ଆଉ ମମିଙ୍କର ବି ନୁହଁ। ଦେଖନ୍ତୁ ମୁଁ ଟିକେ ଖାଇ ତାଙ୍କ ପାଟିକି ଦେଲାରୁ ବୁଲି ଯାଉଛି କେମିତି ତାଙ୍କ ମୁହଁ। ଫାଇନାଲି ଆଜି ପତିଦେବ ଡିନର କଲେ ରୁଟି ସାଙ୍ଗକୁ କ୍ଷୀର। ଭିଡିଓ ଭଲ ଲାଗିଲେ ନିଶ୍ଚିନ୍ତ ଗୋଟେ ସବସ୍କ୍ରାଇବ ଟେ କର। ଜୟ ଜଗନ୍ନାଥ।